ଯଦି ତୁମକୁ ମିଛ କହି ଠକୁଥାଏ ତେବେ ତୁମେ ମନ ଦୁଃଖ କରନି, କାହିଁକି ନା ଯିଏ ମିଛ କହେ ତାକୁ ଦିନେ ନା ଦିନେ ସମୟ ଠକି ଦିଏ। ଏହା ହିଁ ସତ୍ୟ ଆଉ ବାସ୍ତବ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଜାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 11 ଜୁନ 2026 ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓଁ ନମ ବିଷ୍ଣବେ ପ୍ରଭୁ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ବୃହସ୍ପତି ଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତତ୍ସହିତ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ ଯଦି କରିନାହାନ୍ତି ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବାଇ ଦିଅନ୍ତୁ। ସମୟ ଥିଲେ ପୁରା ଭିଡ଼ିଓ ଦେଖନ୍ତୁ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁନ ମାସ 11 ତାରିଖ, ଓଡ଼ିଆ ଜ୍ୟେଷ୍ଠ ମାସ 28 ଦିନ, ଗୁରୁବାର, କୃଷ୍ଣ ପକ୍ଷ, ଏକାଦଶୀ ତିଥି ଯାହା ଅପରାହ୍ନ 5:19 ପର୍ଯ୍ୟନ୍ତ ରହୁଛି। ତାପରେ ଦ୍ୱାଦଶୀ ତିଥି ଆରମ୍ଭ ହେଉଛି। ଆଜି ଅଶ୍ୱିନୀ ନକ୍ଷତ୍ର ଯାହା ରାତ୍ରି 2:07 ପର୍ଯ୍ୟନ୍ତ ରହୁଛି। ତାପରେ ଦୁଜା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମେଷ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5:04 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:24। ଆଜି ଯୁଗ୍ନି ରହିଛି ଅଗ୍ନି କୋଣରେ। ଅପରାହ୍ନ 5:19 ପରେ ଯୁଗ୍ନି ନୈಋତ୍ୟ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଅପରାହ୍ନ 5:19 ପରେ ଏକ ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁହାନି। ଆଜି ଏକାଦଶୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ଶିମ୍ବ। ତତ୍ସହିତ ପୁଇ ଭୋଜନ ନିଷେଧ ରହିଛି ଏବଂ ଏକାଦଶୀ ଯୋଗୁଁ ଆଜି ହଳ ମଧ୍ୟ ନିଷେଧ ରହିଛି। ଆଜି ହେଉଛି ସର୍ବସହମତ ପୁରୁଷୋତ୍ତମ ଏକାଦଶୀ ଉପବାସ। ଆଜିର ଅଶୁଭ ବେଳା ଯାହା ଦିବା 1:26 ଅପରାହ୍ନ 6:24 ମଧ୍ୟ ରହିଛି। ରାହୁ କାଳ 12 ବେଳା ତତ୍ସହିତ କାଳ ବେଳା। ସେହିଭଳି ରାତ୍ରି 11:51 ରାତ୍ରି 1:12 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 5:52 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 9:04 ଦିବା 10:40 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:13 ରାତ୍ରି 9:36 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:13 ରାତ୍ରି 3:13 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଶେଷ ରାତ୍ରି 4:48 ଶେଷ ରାତ୍ରି 5:04 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ତେବେ ଏବେ ଚାଲନ୍ତୁ ଜାଣିବା 13 ଜୁନ 2026 ଯାହାକି ଶୁଭ କାର୍ଯ୍ୟ ଗୁଡ଼ିକ। ଆଜି କୌଣସି ଶୁଭ କାର୍ଯ୍ୟ ନାହିଁ। ଆଜିର ଗ୍ରହର ସ୍ଥିତି ଆଜି ମେଷ ରାଶିରେ ଚନ୍ଦ୍ର ଏବଂ ମଙ୍ଗଳ ସଞ୍ଚରଣ କରୁଛନ୍ତି। ବୃଷ ରାଶିରେ ରବି ସଞ୍ଚରଣ କରୁଛନ୍ତି। ମିଥୁନ ରାଶିରେ ଶୁକ୍ର ଏବଂ ବୁଧ ସଞ୍ଚରଣ କରୁଛନ୍ତି। କର୍କଟ ରାଶିରେ ବୃହସ୍ପତି ସଞ୍ଚରଣ କରୁଛନ୍ତି। ସିଂହ ରାଶିରେ କେତୁ ସଞ୍ଚରଣ କରୁଛନ୍ତି। କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି ଏବଂ ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି। ଇଏ ଥିଲା ଆଜିର ଗ୍ରହର ସ୍ଥିତି। ତେବେ ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି ଅଶ୍ୱିନୀ ନକ୍ଷତ୍ରରେ, ଯାହାକି ଗୁରୁବାରରେ। ତେବେ ଏହି ଅଶ୍ୱିନୀ ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡ଼ିବ, କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ କରିବେ ନାହିଁ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ ଜାଣିବା। ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ରାଶି ଜାତ ବ୍ୟକ୍ତି ମାନଙ୍କ ପାଇଁ କେଉଁ ଗ୍ରହ ବିଶେଷ ପ୍ରଭାବ ପକେଇବ, କଣ ଆଜି ସ୍ନାନ କରିବା, କଣ ଆଜି ଦାନ କରିବା, କଣ ଆଜି ଉପାୟ କରିକି ଯାହା ଆଜି ଦିନକୁ ଶ୍ରେଷ୍ଠ କରିପାରିବା, ଯାହା ଆଜି ଆମେ ଜାଣିବା
ଏହି ରାଶିଫଳ କାର୍ଯ୍ୟକ୍ରମରେ। ତେବେ ଏ ଥିଲା ଆଜିର ଗ୍ରହର ସ୍ଥିତି। ଏହି ସ୍ଥିତିକୁ ଦେଖି ମୁଁ ନେଇ ଆସିଛି ପୁରା ଦିନର ହାଲଚାଲ। ତେବେ ଯେଉଁମାନେ ମୋତେ ପ୍ରଥମ କରି ଦେଖୁଛନ୍ତି ସେମାନଙ୍କୁ ମୁଁ କହି ରଖୁଅଛି ଯେ ସେମାନେ ସେମାନଙ୍କର ଜନ୍ମ ରାଶିର ରାଶିଫଳ ଦେଖିପାରିବେ। ତେବେ ଯେଉଁମାନେ ନିଜର ଜନ୍ମିତ ରାଶିଫଳ ଜାଣିନାହାନ୍ତି ସେମାନେ ନିଜର ପ୍ରଚଳିତ ନାମ ରାଶିରୁ ରାଶିଫଳ ଦେଖିପାରିବେ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ଆପଣ ନିଶ୍ଚିତ ଆନନ୍ଦିତ ହେବେ। କାର୍ଯ୍ୟରେ ସିଦ୍ଧି ଯୁଗ ରହୁଛି। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଦୈନନ୍ଦିନ କାର୍ଯ୍ୟରେ ସହଯୋଗ ମିଳିବ। ଅଫିସ ଜନିତ କାର୍ଯ୍ୟରେ ନିଶ୍ଚିତ କାର୍ଯ୍ୟ ସହଯୋଗ ଆସିବାର ଯୁଗ ରହୁଛି। ତେବେ କେତେକାଂଶରେ ଚାପ ମଧ୍ୟ ଆସିପାରେ, ଏହା ପ୍ରତି ଟିକେ ସଚେତନ ରୁହନ୍ତୁ। ତେବେ ମେଷ ରାଶି ବ୍ୟକ୍ତି ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ଦକ୍ଷତା ବଜାଇ ରଖିବେ। ଆଜି ମେଷ ରାଶି ବ୍ୟକ୍ତି ନିଜର ଯାହାକି ବନ୍ଧୁ ବର୍ଗ ସାଙ୍ଗସାଥୀଙ୍କ ସହିତ ବା ପ୍ରେମ ଜଗତରେ ମଧୁରତା ବଜାଇ ରହିବ। କେତେକାଂଶ କ୍ଷେତ୍ରରେ ମତଭେଦ ଆସିପାରେ, ତାକୁ ଖାତିର ନ କରି ଆପଣ ସମ୍ପର୍କ ଭଲ ରହିବ। ତେବେ ମେଷ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କରୁଥିଲେ ଟିକେ ସାବଧାନ ସହକାରେ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମେଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ବେପାର ବାଣିଜ୍ୟ କ୍ଷେତ୍ରରେ ନିଶ୍ଚିତ ଆଶା ଠାରୁ ଅଧିକ ଲାଭ କରିବାର ସୁଯୋଗ ଦେଇପାରେ। ତେବେ ଆଜି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, ନହେଲେ ଆପଣ ଅଧିକ କ୍ଷତି ସହିବାକୁ ପଡ଼ିପାରେ। ତେବେ ମେଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ବା ଅଧିକ ଆସୁଥିବା ସମସ୍ୟାର ସମାଧାନ କରିବା ପାଇଁ ଆପଣ ଗୁରୁଜନଙ୍କର ଆଶୀର୍ବାଦ ନେଇ ଯେକୌଣସି କାର୍ଯ୍ୟ କରିଲେ ସେଥିରେ ସଫଳତା ପ୍ରାପ୍ତ କରିବେ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ସୁଖ ବୃଦ୍ଧି ଯୁଗ, ମାନ ସମ୍ମାନ ବୃଦ୍ଧି, ଯଶ କୀର୍ତ୍ତି ଲାଭ, ଶୁଭ କାର୍ଯ୍ୟରେ ଅନୁକୂଳ ଯୁଗ ରହୁଛି। ଧାର୍ମିକ କାର୍ଯ୍ୟ ପାଇଁ ନିଶ୍ଚିତ ଉତ୍ସାହ ବଢିବ। ତେବେ ବୃଷ ରାଶି ବ୍ୟକ୍ତି ଆଜି ପୂଜା ପାଠ ପାଇଁ କିଛି ଯୋଜନା ପ୍ରସ୍ତୁତ କରିପାରନ୍ତି। ଆକସ୍ମିକ ଭାବେ ଆପଣଙ୍କର ବାହନ ଜମି କ୍ଷେତ୍ରରେ କିଛି କଥାବାର୍ତ୍ତା ଆସିପାରେ, ଯାହା ଦ୍ୱାରା ଆପଣ କିଛି ଲାଭ ବା ଯୋଜନା ପ୍ରସ୍ତୁତ କରିପାରନ୍ତି। ତେବେ ଆଜି ବୃଷ ରାଶି ବ୍ୟକ୍ତି ନିଜର ଅଫିସ ଜନିତ କ୍ଷେତ୍ରରେ କାର୍ଯ୍ୟ ନିଶ୍ଚିତ ସୁରୁଖୁରୁରେ ହେବ। ତେବେ ଆଜି ନିଜର ଇଣ୍ଟରଭ୍ୟୁ ଏକ୍ଜାମରେ ଆଶା ଠାରୁ ବିଶେଷ ସଫଳତା ପାଇବା ଟିକେ କଷ୍ଟକର। ତେବେ ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଦୂରଯାତ୍ରା ଯଦି କରୁଥିଲେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତେବେ ବୃଷ ରାଶି ବ୍ୟକ୍ତି ଆପଣଙ୍କର ଆଜି ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ବା ଅଧିକ ସଫଳତା କରିବା ପାଇଁ କୁଳ ପୁରୋହିତଙ୍କୁ ନିଶ୍ଚିତ ଦାନ ଦିଅନ୍ତୁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ତେଣୁ ମିଥୁନ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ କହିଲେ ମଧ୍ୟ ଅତୃପ୍ତି ହେବ ନାହିଁ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ନିଜର ଶକ୍ତି ବୃଦ୍ଧି ହେବ ବା ସାହସିକତା ବୃଦ୍ଧି ହେବ। ଇଣ୍ଟରଭ୍ୟୁ ଏକ୍ଜାମରେ ନିଶ୍ଚିତ ସଫଳତା ପାଇବେ। ତେବେ ମିଥୁନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଭାଗ୍ୟ ଅନେକ କାରଣରେ ଆପଣଙ୍କର ଶୁଭ ଯୁଗ ଥିବାରୁ ସକଳ ପ୍ରକାର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କରୁଥିଲେ ନିଶ୍ଚିତ ସଫଳତା ପାଇବେ। ସ୍ୱାସ୍ଥ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ଠିକ ରହିବ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ନିଜର ଭାଗ୍ୟକୁ ଅଧିକ ସଫଳତା କରିବା ପାଇଁ କେଶର ଯୁକ୍ତ ତିଳକ ଲଗାନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5। ଭାଗ୍ୟ ରଙ୍ଗ ଆପଣ ଗାଢ ନୀଳ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ସିଦ୍ଧି ଯୁଗ ରହୁଛି। ଆକସ୍ମିକ ଭାବେ ଆପଣଙ୍କର ଭାଗ୍ୟ ବୃଦ୍ଧି ଯୁଗ ବନେଇବ। ଶତ୍ରୁ ଆପଣଙ୍କ ଠାରୁ ନିଶ୍ଚିତ ପରାଜିତ ହେବେ। ମିତ୍ରଙ୍କ ଦ୍ୱାରା ଆପଣଙ୍କର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ତେବେ ଆଜି କର୍କଟ ରାଶି ବ୍ୟକ୍ତି ନିଜର ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବଜାଇ ରଖିବେ। ଚାକିରି କ୍ଷେତ୍ରରେ ନିଶ୍ଚିତ କାର୍ଯ୍ୟ ସଫଳତା ଯୁଗ ରହୁଛି। ଇଣ୍ଟରଭ୍ୟୁ ଏକ୍ଜାମରେ ନିଶ୍ଚିତ ସିଦ୍ଧି ଲାଭ କରିବେ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ଆପଣଙ୍କର କାର୍ଯ୍ୟକୌଶଳ ଦେଖି ଅଫିସରେ ଆପଣଙ୍କର ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଗ୍ରହ ସୁଖ ଯୁଗ ରହୁଛି, ଯାହାକି ବନ୍ଧୁ ବର୍ଗ ପରିବାର ବର୍ଗ ଏବଂ
ଆପଣଙ୍କ ପ୍ରେମ ଜଗତରେ ଯୋଉମାନେ ଜଡ଼ିତ ଅଛନ୍ତି ଆଜି ମଧୁରତା ସମ୍ପର୍କ ଅଧିକା ଦେଖାଦେବ। ଆଜି ଦୂରଯାତ୍ରା କରୁଥିଲେ କର୍କଟ ରାଶି ବ୍ୟକ୍ତି ନିଶ୍ଚିତ ସଫଳତା ପାଇବେ। ସ୍ୱାସ୍ଥ୍ୟଜନିତ କ୍ଷେତ୍ରରେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେବ ନାହିଁ। ତେବେ ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟକୁ ଅଧିକ ସଫଳତା କରିବା ପାଇଁ ଛୋଟ କନ୍ୟାଙ୍କୁ ଖାଇବା ପାଇଁ ଦିଅନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଟିକେ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ। ଛୋଟ ମୋଟ ପୀଡ଼ା ଭୋଗ କରିପାରନ୍ତି, ତେଣୁ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ନିହାତି ଟିକେ ସାବଧାନ ରୁହନ୍ତୁ। ତେବେ ଆଜି ସିଂହ ରାଶି ବ୍ୟକ୍ତି ବିଶେଷ କରି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବଜାୟ ରଖିବେ। ପଦମର୍ଯ୍ୟାଦା ବଢିବ, ମାନ ସମ୍ମାନ ବୃଦ୍ଧି ଯୋଗ ରହୁଛି, ସକଳ ପ୍ରକାର କାର୍ଯ୍ୟ ସିଦ୍ଧି ଯୋଗ ରହୁଛି। ଆକସ୍ମିକ ଭାବେ ନିଜର ଭାଗ୍ୟ ସମୃଦ୍ଧି କରିବାର ଯୋଗ ବନଉଛି। ତେବେ ଆଜି ସିଂହ ରାଶି ବ୍ୟକ୍ତି ଆପଣଙ୍କର ଯାହାକି କାର୍ଯ୍ୟଶୈଳୀ ବା ଆପଣ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେଥିରେ ସିଦ୍ଧି ଯୋଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ଭାଗ୍ୟକୁ ଅଧିକ ସଫଳତା କରିବା ପାଇଁ କଳା କିମ୍ବା ଧଳା ରଙ୍ଗର କୁକୁରକୁ ସେବା କରନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟ ଧ୍ୟାନ ପୂର୍ବକ କରନ୍ତୁ। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ବହୁତ କ୍ଷତି ପହଞ୍ଚେଇବ। ଆଜି ଭାଗ୍ୟ ଆପଣଙ୍କର ନିମ୍ନଗାମୀ ରହୁଛି। ସ୍ୱାସ୍ଥ୍ୟଜନିତ ପୀଡ଼ା ଅନୁଭବ କରିପାରନ୍ତି। ଆଖି ଜନିତ ସମସ୍ୟା ଯଦି ଥିବ ଆହୁରି ଅଧିକ ଅସ୍ଥିରତା କରିପାରେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ମାନସିକ ଅଶାନ୍ତି ପରିବେଶ ଭିତରେ ଗତି କରିବେ। ଅଚାନକ ଭାଗ୍ୟ ଆପଣଙ୍କର ନିମ୍ନଗାମୀ ରହିବ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣ ରୋଗଯୁକ୍ତ ପୀଡ଼ା, ଅସ୍ଥିରତା, କାର୍ଯ୍ୟ ଭୟଯୁକ୍ତ, ଅଫିସ ଜନିତ କାର୍ଯ୍ୟ ଚାପ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ। ଦୂରଯାତ୍ରା କରୁଥିଲେ କାର୍ଯ୍ୟ ନାସ୍ତି ଯୋଗ ରହୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣ ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ବା ଆସୁଥିବା ସମସ୍ୟାର ସମାଧାନ କରିବା ପାଇଁ କନ୍ୟା ରାଶି ବ୍ୟକ୍ତି ଗଣେଶ ଉପାସନା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2। ଭାଗ୍ୟ ରଙ୍ଗ ଆପଣ ଯାହାକି ଧୂସର ରଙ୍ଗ ବ୍ୟବହାର କରିପାରିବେ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ଯୋଗ ରହୁଛି। ଯେକୌଣସି କାର୍ଯ୍ୟ ନିଷ୍ପତ୍ତି ଆଜି ନେଇପାରିବେ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଆଜି ଇଣ୍ଟରଭ୍ୟୁ ଏକ୍ଜାମରେ ନିଶ୍ଚିତ ସଫଳତା ପାଇବେ ତୁଳା ରାଶି ବ୍ୟକ୍ତି। ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଭାଗ୍ୟ ଅତି ଉତ୍ତମ ଯୋଗ ରହୁଛି। ଯେଉଁମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ସେମାନେ କାର୍ଯ୍ୟ ପ୍ରଶଂସା ଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ନିଜର ସରଳତାର ବେପାର ବାଣିଜ୍ୟରେ ଅର୍ଥ ପାଇବେ। ନିଜର ବ୍ୟବସାୟରେ ଅନେକ ଲାଭ ପାଇବେ। ତେବେ ବନ୍ଧୁଙ୍କ ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟ ସିଦ୍ଧି ଯୋଗ ବନଉଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ବ୍ୟବସାୟ ସହିତ ଆପଣ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେଥିରେ ମଧ୍ୟ ଆପଣଙ୍କର କାର୍ଯ୍ୟ ସିଦ୍ଧି ଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ରହିବ। ଆଜି ତୁଳା ରାଶି ବ୍ୟକ୍ତି ଆପଣ ଭାଗ୍ୟକୁ ଅଧିକ ସଫଳତା ଆଡକୁ ଅଗ୍ରଗତି କରିବା ପାଇଁ କୁକୁର ମାନଙ୍କୁ ଆଜି ଖାଇବା ପାଇଁ ଦିଅନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9। ଭାଗ୍ୟ ରଙ୍ଗ ଆପଣ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଅର୍ଥ ବେପାର ବାଣିଜ୍ୟ କ୍ଷେତ୍ରରେ ନିଶ୍ଚିତ ଲାଭ କରିବେ। ଉତ୍ତମ ସ୍ୱାସ୍ଥ୍ୟ ଠିକ ରହିବ। ସମସ୍ତ ପ୍ରକାର ମାନସିକ ସ୍ଥିତି ଭଲ ରହିବ। ଉଚ୍ଚ ସମ୍ମାନ ବା ଯଶ କୀର୍ତ୍ତି ଲାଭ କରିବେ। ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦବଦବା ବଢିବେ। ଆଜି ଆପଣଙ୍କର ଆୟ ଠାରୁ ବ୍ୟୟ କମ ରହିବ। ପ୍ରେମ ବାର୍ତ୍ତାଳାପ ପାଇଁ ଆଜି ବିଛା ରାଶି ବ୍ୟକ୍ତିଙ୍କର ଉତ୍ତମ ଦିନ ହୋଇପାରେ। ସମସ୍ତ ପ୍ରକାର ସୁଖ ପ୍ରାପ୍ତ ସହିତ ଶତ୍ରୁ ବିଜୟ ଯୁକ୍ତ ରହୁଛି, ଯାହାକି କମ୍ପିଟିସନ କ୍ଷେତ୍ରରେ ଯଦି ଭାଗ ନେଉଛନ୍ତି ନିଶ୍ଚୟ ସଫଳତା ଯୋଗ ରହୁଛି। ତେବେ ଆଜି ବିଛା ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ନିଶ୍ଚିତ ସଫଳତା ଯୋଗ ବନେଇବ। ତେବେ ଆଜି
ବିଛା ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ଅଧିକ ସଫଳତା କରିବା ପାଇଁ ମହୁ ଏବଂ କ୍ଷୀର ଗୋଟିଏ ପାତ୍ରରେ ଅଗଣାରେ ଥୋଇ ଦିଅନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଆକସ୍ମିକ ଭାବେ ବୃଦ୍ଧି ଯୁଗ ରହୁଛି। ସମସ୍ତ ପ୍ରକାର କାର୍ଯ୍ୟରେ କାର୍ଯ୍ୟସିଦ୍ଧି ଯୁଗ ରହୁଛି। ତେବେ ଆଜି ଯାହାକି ଧନୁ ରାଶି ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ କାର୍ଯ୍ୟ ସଫଳତା ଯୁଗ ରହୁଛି। ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟ ଚାପ ସତ୍ତ୍ୱେ ମଧ୍ୟ ନିଶ୍ଚିତ ସ୍ଥିରତା ସହକାରେ କାର୍ଯ୍ୟ କରିବେ। ତେବେ ଆକସ୍ମିକ ଭାବେ ଆଜି ଧନୁ ରାଶି ବ୍ୟକ୍ତି ଭାଗ୍ୟ ଆପଣଙ୍କୁ ସଫଳତା ପ୍ରଦାନ କରିବ। ତେବେ ଧନୁ ରାଶି ବ୍ୟକ୍ତି ନିଜର ବନ୍ଧୁଙ୍କ ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ତେବେ ଧନୁ ରାଶି ବ୍ୟକ୍ତି ଆପଣ ନିଶ୍ଚିତ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଥିଲେ ସେଥିରେ ସଫଳତା ପ୍ରାପ୍ତ ଯୁଗ ରହୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ଭାଗ୍ୟକୁ ଅଧିକ ସଫଳତା କରିବା ପାଇଁ ଆପଣମାନେ ନିଶ୍ଚିତ କୁକୁରକୁ ଖାଇବା ପୂର୍ବରୁ ଖାଦ୍ୟ ଦିଅନ୍ତୁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ସୁଖ ବୃଦ୍ଧି କରିବାର ଯୁଗ ରହୁଛି। ମାନ ସମ୍ମାନ ଆପଣଙ୍କର ନିଶ୍ଚିତ ଶୀର୍ଷ ସ୍ଥାନରେ ବଢିବ, ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବଜାୟ ରଖିବେ। ତେବେ ଆଜି ଶୁଭ ମାଙ୍ଗଳିକ କାର୍ଯ୍ୟ ପାଇଁ ଯାହାକି ମକର ରାଶି ବ୍ୟକ୍ତି ଆଜି ଦିନଟି ଅନୁକୂଳ ଯୁଗ ରହୁଛି। ଧାର୍ମିକ କାର୍ଯ୍ୟ, ପାଠ ପଢା ଏବଂ ଆକସ୍ମିକ ଭାବେ କିଛି ଜିନିଷ କିଣିବାର ସୁଯୋଗ ରହୁଛି ବା ଦର୍ଶନ କରିବାର କୌଣସି ଜାଗାକୁ ମଧ୍ୟ ଯାଇପାରନ୍ତି। ତେବେ ଆଜି ଆପଣ ସମସ୍ତ ପ୍ରକାର ସୁଖ ପ୍ରାପ୍ତ ଯୁଗ ରହୁଛି। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି କୌଣସି ଦୂରଯାତ୍ରା କରୁଥିଲେ କାର୍ଯ୍ୟସିଦ୍ଧି ଯୁଗ ବନେଇବ। ତେବେ ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 3। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ କାର୍ଯ୍ୟସିଦ୍ଧି ଯୁଗ ରହୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ନିଶ୍ଚିତ ଅନେକ କାର୍ଯ୍ୟ ପୂର୍ବରୁ ଯୋଉ ଅଟକି ଥିଲା ଆଜି ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ସମ୍ପର୍କ ଅଧିକ ନିବିଡ଼ କରିଥାଏ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ କରିବେ। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେଇପାରିବେ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ପରିବାର ବର୍ଗ, ବନ୍ଧୁ ବର୍ଗ, ପ୍ରେମ ଜଗତରେ ମଧୁରତା ବଜାୟ ରହିବ। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଆଜି ଯାହାକି ଶତ୍ରୁ ବିଜୟ ଯୁକ୍ତ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଭାଗ୍ୟ ଅତି ଉତ୍ତମ ଯୁଗ ରହୁଛି ଏବଂ ଇଣ୍ଟରଭ୍ୟୁ ଏକ୍ଜାମରେ ଆପଣ ସଫଳ ପ୍ରକାର ସଫଳତା ପାଇବେ। ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟସିଦ୍ଧି ଯୁଗ ବନେଇବ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ଯାହାକି ପାଚିଲା ଲେମ୍ବୁ ବହି ଯାଉଥିବା ପାଣିରେ ଭସାନ୍ତୁ। ଆପଣଙ୍କର ଭାଗ୍ୟ ଆହୁରି ଚମକିବ ଏବଂ ସକଳ ପ୍ରକାର କାର୍ଯ୍ୟ ସିଦ୍ଧି ଯୁଗ ବନେଇଦବ। କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ଆପଣ ସାବଧାନ ସହକାରେ କାର୍ଯ୍ୟ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବିଶେଷ କରି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଭାଗ୍ୟ ନିମ୍ନଗାମୀ ଥିବାରୁ ଆପଣଙ୍କୁ ଆଜି କଟୁ କଥା, ରିସ୍କଫୁଲ କଥାବାର୍ତ୍ତା ବା କଥାବାର୍ତ୍ତାର ସଂଯମତା ନିହାତି ଆବଶ୍ୟକତା। ତେବେ ମୀନ ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ଜଗତରେ ରହୁଛନ୍ତି ସେମାନଙ୍କ ଭାଗ୍ୟ ନିମ୍ନଗାମୀ ରହୁଛି, କିନ୍ତୁ ବେପାର ବାଣିଜ୍ୟ କ୍ଷେତ୍ରରେ ମୀନ ରାଶି ବ୍ୟକ୍ତି ନିଶ୍ଚିତ ଲାଭ କରିବାର ସୁଯୋଗ ଦଉଛି। ତେବେ ରିସ୍କଫୁଲ ବେପାର ବାଣିଜ୍ୟ କରିଲେ ଆପଣ ଫସି ଯାଇପାରନ୍ତି, ଏହା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ଦୂରଯାତ୍ରା କରୁଥିଲେ ଆଜି ସାବଧାନ ରୁହନ୍ତୁ ମୀନ ରାଶି ବ୍ୟକ୍ତି। ତେବେ ମୀନ ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ଚେଞ୍ଜ କରିବା ପାଇଁ ବା ସଫଳତା ଆଡ଼କୁ ଅଗ୍ରଗତି କରିବା ପାଇଁ ନିଜର ଇଷ୍ଟ ବା ଗୁରୁଦେବ ବା ଆପଣଙ୍କର ଶିକ୍ଷାଗୁରୁ, ଦୀକ୍ଷାଗୁରୁ ଯେକୌଣସି ଗୁରୁଙ୍କର ଆଶୀର୍ବାଦ ନେଇ
ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିବେ ସେ କାର୍ଯ୍ୟ ନିଶ୍ଚିତ ସଫଳତା ଶୀର୍ଷ ସ୍ଥାନରେ ପହଞ୍ଚିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ ଗୁଲାପୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 50% ସାଥ ଦଉଛନ୍ତି। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ।